ଆଜିର ଅନୁଚିନ୍ତା। ଦୁନିଆର ସବୁଠାରୁ ଜରୁରୀ କଥା ଆମକୁ ମାଆ ହିଁ ଶିଖାଇଥାଏ। ଖରାପ ଆଚରଣ ତ୍ୟାଗ କରିବା ସଙ୍ଗେ ସଙ୍ଗେ ନିଜେ ଶୁଦ୍ଧ ହେବା ସହିତ ନିଜର ଭାଷା କର୍ମକୁ ଶୁଦ୍ଧ କରି ଦୟା, କ୍ଷମା, ସତ୍ୟ, ପ୍ରେମକୁ ଆପଣେଇବା ଦରକାର। ଏହାଦ୍ୱାରା ଜୀବନର ସକଳ ସୁଖ ଲାଭ କରାଯାଇପାରେ। ରାତି ପାହିଗଲା ପରେ ଯେପରି ସକାଳ ଆସେ, ସେପରି ଦୁଃଖ ପରେ ସୁଖ ନିଶ୍ଚିତ ଆସେ। କେବଳ ପାର୍ଥକ୍ୟ ଏତିକି ଯେ ସୁଖ ଜୀବନରେ ଅହଙ୍କାର ଭରିଦିଏ, ଦୁଃଖ କିଛି ଶିକ୍ଷା ଦେଇଯାଏ ଓ ଜୀବନର ପ୍ରକୃତ ମୂଲ୍ୟ ଚିହ୍ନେଇ ଦେଇଯାଏ। ଜୀବନର ଅଧା ବୟସ ପର୍ଯ୍ୟନ୍ତ ଟଙ୍କା ରୋଜଗାର କରାଯାଏ, ଏଥିଲାଗି ଶରୀର ଖରାପ ମଧ୍ୟ ହୋଇଯାଏ। ବାକି ଜୀବନ ସେହି ଟଙ୍କା ଶରୀରକୁ ଭଲ କରିବାରେ ବିନିଯୋଗ ହୁଏ। ଶେଷରେ ନା ଶରୀର ବଞ୍ଚେ ନା ସେ ଟଙ୍କା। ଜୟ ଜଗନ୍ନାଥ।